ଓଡ଼ିଶାରେ ବଦଳି ଯାଇଛି ରାଜନୀତିର ମାନଚିତ୍ର, ବଦଳି ଯାଇଛି ସରକାର, ବଦଳିଛନ୍ତି ମୁଖ୍ୟମନ୍ତ୍ରୀ ଆଉ ବଦଳି ଯାଇଛି ଶାସନ କରିବାର ଫର୍ମୁଲା। ଏହା ସହିତ ବଦଳି ଯାଇଛି ସମ୍ପର୍କ ଏବଂ ମାନସିକତା। ଗତ ବର୍ଷ ସଂସଦ ଅଧିବେଶନରେ ମୋଦି ସରକାରକୁ ସପୋର୍ଟ କରୁଥିବା ବିଜୁ ଜନତା ଦଳ ଏଥର ବିଜେପିକୁ ଦେବ ଚ୍ୟାଲେଞ୍ଜ। ବିଜେପି ସମର୍ଥନ କରୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏଥର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ବିରୋଧ। ରାଜ୍ୟସଭାରେ ଆମ୍ନା ସାମ୍ନା ହେବେ ମୋଦି ନବୀନ। କିଛି ଦିନ ତଳେ ଭଲ ବନ୍ଧୁ ଭାବରେ ଥିବା ବେଳେ ଏଥର ବିରୋଧୀ ଭାବରେ ସଂସଦକୁ ଆସିବେ ଦୁଇଟି ପାର୍ଟିର ମୁଖିଆ। ଏଥିପାଇଁ ବର୍ତ୍ତମାନଠାରୁ ଇସାରା କରିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଦଳର 9 ଜଣ ରାଜ୍ୟସଭା ସଦସ୍ୟଙ୍କ ସହ ବୈଠକ କରିଛନ୍ତି। ତାପରେ ଜୁନ୍ 27 ତାରିଖରୁ ହେବାକୁ ଥିବା ସଂସଦ ଅଧିବେଶନରେ ଏକ ବିରୋଧୀ ଦଳ ଭାବରେ ରାଜ୍ୟସଭାରେ ପହଞ୍ଚିବା ନେଇ ଆହ୍ୱାନ ଦେଇଛନ୍ତି ନବୀନ। ରାଜ୍ୟସଭା ସାଂସଦମାନଙ୍କୁ ସଂସଦରେ ରାଜ୍ୟର ବିକାଶ ଏବଂ ହିତ ସମ୍ପର୍କରେ ସଠିକ ଭାବରେ ଉପସ୍ଥାପନା କରିବା ପାଇଁ ବୁଝାଇଛନ୍ତି ବିଜେଡି ସୁପ୍ରିମୋ। ତେବେ ସଂସଦରେ ଓଡ଼ିଶାର ହିତ ପାଇଁ ସ୍ୱର ଉତ୍ତୋଳନ କରିବା ସହ ଏହାକୁ ଅଣଦେଖା କଲେ ବିଜେଡି ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେଡି ନେତା ସମୀର ପାତ୍ର। ତେବେ ଏଥର ସଂସଦରେ ବିଜୁ ଜନତା ଦଳ କେବଳ ଏକ ବିରୋଧୀ ଦଳ ଭାବରେ ଦାୟିତ୍ୱ ତୁଲାଇବ। ଏଥର ବିଜେପିକୁ ଦଳର କୌଣସି ସମର୍ଥନ ମିଳିବ ନାହିଁ ବୋଲି ସମ୍ବିତ ପାତ୍ର ପ୍ରକାଶ କରିଛନ୍ତି। ସମ୍ବିତ ପାତ୍ର ଆହୁରି କହିଛନ୍ତି ଯେ ଓଡ଼ିଶାର ବିକାଶ ଏବଂ ହିତ ପାଇଁ ଆମେ କୌଣସି ସ୍ତରକୁ ବି ଯାଇପାରୁ। ଯଦି ଓଡ଼ିଶାର ବାସ୍ତବିକ ଦାବିକୁ ସରକାର ଅଣଦେଖା କରେ ତେବେ ଆମକୁ ଏକ ଦୃଢ଼ ବିରୋଧୀ ଦଳର ଭୂମିକା ତୁଲାଇବାକୁ ହେବ। ବୋଲି ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଦାୟିତ୍ୱ କରିଛନ୍ତି। ନିର୍ବାଚନରେ ଅଲଗା ଅଲଗା ଲଢ଼ୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସଂସଦରେ ଏକାଠି ଥିଲେ ବିଜେଡି ଏବଂ ବିଜେପି। ମୋଦି ସରକାରଙ୍କୁ ସର୍ବଦା ସମର୍ଥନ କରି ଆସିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତତ୍କାଳୀନ ନବୀନ ପଟ୍ଟନାୟକ। କିନ୍ତୁ ଚଳିତ ବର୍ଷ ନିର୍ବାଚନରେ ବିଜେଡିକୁ ପରାସ୍ତ କରି ଓଡ଼ିଶାରେ ପ୍ରଥମ ଥର ସରକାର କରିଛି ବିଜେପି। ତେବେ ମୁଖ୍ୟମନ୍ତ୍ରୀ ହାରିବା ପରେ ବିରୋଧୀ ଦଳର ନେତା ଭାବରେ ନବୀନ ପଟ୍ଟନାୟକ ପ୍ରଥମ ଥର ରଣାହୁଙ୍କାର ଦେଇଛନ୍ତି। ଆଉ ଏହାକୁ ନେଇ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ।